ନିଖିଳ ଉତ୍କଳ କଳାନିକେତନର ନବମ ରାଷ୍ଟ୍ରୀୟ ନାଟକ ଓ ନୃତ୍ୟ ମହୋତ୍ସବ ପୁରୀ ଗ୍ରାଣ୍ଡ ରୋଡ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର କ ପ୍ରେକ୍ଷାଳୟ ପରିସରରେ ନିଖିଳ ଉତ୍କଳ କଳାନିକେତନ ପକ୍ଷରୁ ଦୁଇଦିନିଆ ନବମ ରାଷ୍ଟ୍ରୀୟ ନାଟକ ଓ ନୃତ୍ୟ ମହୋତ୍ସବ ଷ୍ଟାର କଲଚରାଲ ଫେଷ୍ଟିଭାଲ ମହାସମାରୋହରେ ଶନିବାର ଦିନ ଉଦ୍ଘାଟିତ ହୋଇଯାଇଛି। ଜାତୀୟ ସ୍ତରର ପ୍ରତିତିଯଶା ମଞ୍ଚ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ରାଜଗୋପାଳ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ପ୍ରାକ୍ତନ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନାର ପ୍ରଶାସନିକ ଅଧିକାରୀ ପଦ୍ମନାଭ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉଦ୍ଘାଟକ ଭାବେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ତଥା ନାଟ୍ୟକାର ସୀମାନ୍ତ ନଟରାଜ ଡାକ୍ତର ତିରୁପତି ସାହୁ, ମୁଖ୍ୟ ବକ୍ତା ଭାବେ ସୁନାମଧନ୍ୟ ସାରସ୍ୱତ ସାଧକ ଇଞ୍ଜିନିୟର ଯାମିନୀକାନ୍ତ ଦାସ, ବିଶିଷ୍ଟ ଅତିଥି ଭାବେ ଗାନ୍ଧୀବାଦୀ ଫୋରମ ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଶ୍ୱଜିତ ସୂର୍ଯ୍ୟବଂଶୀ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ପ୍ରାକ୍ତନ ଅଧିକାରୀ ପ୍ରସନ୍ନ କୁମାର ହୋତା ପ୍ରମୁଖ ସମ୍ମିଳିତ ଭାବେ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହିତ ନୃତ୍ୟ, ସଙ୍ଗୀତ ଓ ନାଟକ କିଭଳି ଜଗନ୍ନାଥ ସଂସ୍କୃତି ସହ ଓତଃପ୍ରୋତ ଭାବରେ ଜଡ଼ିତ ସେ ସମ୍ପର୍କରେ ସମ୍ୟକ ସିଂହାବଲୋକନ କରିବା ସହିତ ଆମ ଜୀବନ ଯାତ୍ରାରେ ତାହାର ପ୍ରତିଫଳନର ବିଶଦ ବ୍ୟାଖ୍ୟା କରିଥିଲେ। ଡାକ୍ତର ତିରୁପତି ସାହୁଙ୍କୁ ଅନୁଷ୍ଠାନ ତରଫରୁ ଜାତୀୟ କଳାରତ୍ନ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁଭାଷ ଚନ୍ଦ୍ର ସାହୁ ରୋଶନ, ନାଟ୍ୟକାର ଯୁଧିଷ୍ଠିର ଭଞ୍ଜ ସାମନ୍ତ, ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, କଣ୍ଠଶିଳ୍ପୀ ପ୍ରିୟଦର୍ଶୀ ପାଳ ଓ ୟୁସୁଫ ଖାନ, ଅଭିନେତା ଦୀପକ କୁମାର ପ୍ରଧାନ ପ୍ରମୁଖଙ୍କୁ ଉତ୍ତରୀୟ ପ୍ରଦାନ ସହ ଆନୁଷ୍ଠାନିକ ସମ୍ମାନ ପ୍ରଦାନ କରାଯାଇଥିଲା। ଏତଦ୍ ବ୍ୟତୀତ କେତେକ ନୃତ୍ୟଗୁରୁଙ୍କୁ ସମ୍ମାନ ସହ ପୂର୍ବ ଆୟୋଜିତ ପ୍ରତିଯୋଗିତାର କୃତିତ୍ୱ ହାସଲ କରିଥିବା ଶିଳ୍ପୀଙ୍କୁ ପ୍ରମାଣପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜକ ସଂସ୍ଥା ମୁଖ୍ୟ ବିଶ୍ୱମ୍ଭର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମହୋତ୍ସବ ନିର୍ଦ୍ଦେଶିକା ଭାଗ୍ୟବତୀ ସାହୁ, କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ସ୍ଥାନୀୟ ବିଭିନ୍ନ ନୃତ୍ୟାନୁଷ୍ଠାନର ଛାତ୍ରୀମାନଙ୍କ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ବିଶେଷ ଆକୃଷ୍ଟ କରିଥିଲା। ମଞ୍ଚଜ୍ୟୋତି ନ୍ୟୁଜ ତରଫରୁ ସୁଭାଷ ଚନ୍ଦ୍ର ସାହୁ ରୋଶନଙ୍କ ରିପୋର୍ଟ।